ମୋ ସିନ୍ଦୁର ଅଧିକାରରେ କାଳି ଏବେ ମୁକ୍ତିଙ୍କୁ କହନ୍ତି, ଲାଗୁଛି ଆଦିତ୍ୟ ଦାସ ଏ ଘରକୁ ବହୁତ ଫୁର୍ସତରେ ବନେଇଛି। କାହିଁକିନା ଏ ଘରଟା ମୋତେ ବହୁତ ସୁନ୍ଦର ଲାଗୁଛି। ମୁକ୍ତି କହନ୍ତି, ଆପଣ କ'ଣ କହୁଛନ୍ତି ଦାଦା? ଆପଣ ହୋସ୍‌ରେ ଅଛନ୍ତି ତ? ଆପଣ ପ୍ଲିଜ୍ ମୋ ପରିବାର ଲୋକଙ୍କୁ ଛାଡ଼ିଦିଅ। ଭଲରେ ଭଲରେ କହୁଛି, ଛାଡ଼ିଦିଅ। ମୁଁ ତୁମକୁ ହାତ ଯୋଡ଼ୁଛି। ପ୍ଲିଜ୍ ଏସବୁ ଏଇଠି ଖତମ କରିଦିଅ ଦାଦା। ଆଉ କାଳି କହନ୍ତି, ମୁଁ ଯଦି ତୋ ପରିବାର ଲୋକଙ୍କୁ ନ ଛାଡ଼େ ତାହେଲେ ତୁ କ'ଣ କରିବୁ ମୁକ୍ତି? ଆଉ ମୁକ୍ତି କହନ୍ତି, ଆପଣ ଭୁଲି ଯାଆନ୍ତୁନି ଯେ ମୁଁ ସେ ତୁଳସୀପୁରର ସେ ପୁରୁଣା ମୁକ୍ତି, ଯିଏ ତୁମ ସେ ନାଲି ଆଖିକୁ ଦେଖି ଡରିଯାଏ। ମୁଁ ସେ ମୁକ୍ତି ନୁହେଁ। ଆଉ କାଳି କହନ୍ତି କି ଏ ଘରଟା ହେଉଛି ଆଦିତ୍ୟର ନା। ଆଦିତ୍ୟ ଯେତେବେଳେ ସିଗ୍ନେଚର୍ କରିସାରିଛି ପେପରରେ, ତାହେଲେ ତୁ କ'ଣ ପାଇଁ କରୁନୁ? ତୁ ସୁନା ପିଲା ପରି ଏ କାଗଜରେ ଦସ୍ତଖତ କରିଦେ। ତାହେଲେ ଯାଇକି ମୁଁ ଏ ଘରକୁ ମୁଁ ନିଜର କରିପାରିବି। ତୁ ଏକମାତ୍ର ହିଁ ଅଛୁ ଯିଏକି ଏ ପେପରରେ ସାଇନ୍ କରିବୁ। ଆଉ ସମସ୍ତେ କରିସାରିଲେଣି। ଆଉ ମୁକ୍ତି ଆଶ୍ଚର୍ଯ୍ୟ ହେଇଯାଆନ୍ତି ଶୁଣି।